ସେ ଲେଖାଶ୍ରୀ ହୁଅନ୍ତୁ କି ଯିଏ ହୁଅନ୍ତୁ ବିଜେଡି ନିଶ୍ଚିତ ଜିତିବାର ବହୁତ ସମ୍ଭାବନା ଅଛି ଏବଂ ବିଜେଡି ନିଶ୍ଚିତ ଜିତିବ। ବାଲେଶ୍ୱର ଲୋକସଭା ଆସନ ପାଇଁ ବର୍ତ୍ତମାନ ଚର୍ଚ୍ଚା ଚାଲିଛି ଯେ ଲେଖାଶ୍ରୀ ସାମନ୍ତ ସିଂହାରଙ୍କୁ ମିଳିବା ଲାଗି ଆଜ୍ଞା ତାକୁ ନେଇ କଣ ଦେଖୁଛନ୍ତି ଆପଣ? ଆମେ ତ ଯାହା ଜାଣିଛୁ ଲେଖାଶ୍ରୀ ସାମନ୍ତ ସିଂହାର ଥିଲେ ବିଜେପିରେ ଭାଇସ୍ ପ୍ରେସିଡେଣ୍ଟ ଥିଲେ। ସେ ଗତକାଲି ଦଳରେ ଜଏନ୍ କରିଛନ୍ତି। ତେଣୁ ଆମେ ତା ବିଷୟରେ କିଛି ଜାଣିନାହୁଁ ତାଙ୍କ ବିଷୟରେ। ଯଦି ତାଙ୍କ ଦଳ ପ୍ରାର୍ଥୀ ବିଷୟରେ ସିଲେକ୍ସନ କରେ, କିନ୍ତୁ ଆମେ ତ ତାଙ୍କ ସମ୍ପର୍କରେ ଆସିନୁ, ତାଙ୍କୁ ଜାଣିନୁ। ସିଲେକ୍ସନ କରି ଆମେ ତାକୁ ସମର୍ଥନ କରିବୁ ନ କରିବୁ ସେ ପଛ କଥା, କିନ୍ତୁ ଯଦି ସିଲେକ୍ସନ କରେ ଆମେ ବାଧ୍ୟ ସମର୍ଥନ କରିବୁ। ଦଳ ଯେହେତୁ ଆମେ ନିର୍ଦ୍ଦିଷ୍ଟ ବିଜେଡିରେ ଅଛୁ, ତେଣୁ ବିଜେଡି ଯାହାକୁ ସିଲେକ୍ସନ କରିବ, ନବୀନ ପଟ୍ଟନାୟକ ଯାହାକୁ ସିଲେକ୍ସନ କରିବ, ଆମେ ତାକୁ ସମର୍ଥନ ଦେବା ପାଇଁ ବାଧ୍ୟ। ହଁ, ଏଠି ତ ବିଜେଡିର ନିଶ୍ଚିତ ଦବଦବା ରହିଛି ବାଲେଶ୍ୱର ନିର୍ବାଚନ ମଣ୍ଡଳୀରେ। ଗତ ଥର ବି ରବିଜନ ବହୁତ କମ୍ ଭୋଟ ହାରିଥିଲେ। ତେଣୁ ବିଜେଡି ନିଶ୍ଚିତ ଜିତିବ। ସେ ଲେଖାଶ୍ରୀ ହୁଅନ୍ତୁ କି ଯିଏ ହୁଅନ୍ତୁ ବିଜେଡି ନିଶ୍ଚିତ ଜିତିବାର ବହୁତ ସମ୍ଭାବନା ଅଛି ଏବଂ ବିଜେଡି ନିଶ୍ଚିତ ଜିତିବ। ଏବଂ ଯଦି ଲେଖାଶ୍ରୀ ଦିଅନ୍ତି, ଯଦି ଦଳଗତ ଦୃଷ୍ଟିରୁ ନିଶ୍ଚିତ ଜିତିବେ, କିନ୍ତୁ ବ୍ୟକ୍ତିଗତ ଦୃଷ୍ଟିରୁ ମୁଁ ତାଙ୍କୁ ତ ଜାଣେ ନାହିଁ, କଥା ବୁଝି ନାହାନ୍ତି ଲୋକ। ତାଙ୍କୁ ବୋଧେ ମୋ ନିର୍ବାଚନ ମଣ୍ଡଳୀରେ ସେ MP ଅଛନ୍ତି, କିନ୍ତୁ କୌଣସି କାମ କରୁଛନ୍ତି ଆଖି ଦୃଶା କାମ କରୁଛନ୍ତି ବୋଲି କାହିଁ ମୁଁ ଜାଣିପାରେନି। ଏବଂ ଲୋକଙ୍କ ଠାରୁ ବହୁତ ଦୂରରେ ସେ ରହନ୍ତି। କୌଣସି କର୍ମ କ୍ଷେତ୍ରରେ ବହୁତ ଦୂରରେ ରହନ୍ତି ଏବଂ ତାଙ୍କୁ ବର୍ତ୍ତମାନ ଦଳ ଯଦିବା ଟିକେଟ୍ ଦେଇଛି, କିନ୍ତୁ ଲୋକ ଚାହୁଁନାହାନ୍ତି। ତେଣୁ ବିଜେଡି ନିଶ୍ଚିତ ଜିତିବ ବୋଲି ଆମର ବିଶ୍ୱାସ ଏବଂ ସେଇ ଦୃଷ୍ଟିରୁ ବିଜେପି ଭଲ ଏଠି କରିବ ଏବଂ ବିଜେଡି ଜିତିବ। ସେ ଯେହେତୁ ବିଜେପି ଦଳର ଥିଲେ, ବିଜେଡି ଦଳକୁ ଆସୁଛନ୍ତି, ଆମକୁ ପାର୍ଟି ଯାହାକୁ ଇଏ କରିବ ସମର୍ଥନ କରିବ, ଆମେ ସେଇମାନଙ୍କୁ ଭୋଟ ଦେବୁ। ମୋର ତ ଆଗରୁ ତାଙ୍କ ସଂସ୍ପର୍ଶରେ ଆସିନାହୁଁ, ଏବେ ଯଦି ଆସୁଛନ୍ତି ଆମେ ତାଙ୍କୁ ସମର୍ଥନ କରିବାକୁ ବି ଅଛୁ। ବିଜେଡି ଯାହାକୁ ସମର୍ଥନ କରିବ ଆମେ ତାକୁ। ବାଲେଶ୍ୱର ଲୋକସଭା ଆସନରୁ ଦୀର୍ଘ 5 ବର୍ଷ ପୂର୍ବରୁ ପ୍ରତାପ ଷଡ଼ଙ୍ଗୀ ତାର ଦାୟିତ୍ୱ ନେଇଥିଲେ ଏବଂ ଜିତିଥିଲେ ଏବଂ 5 ବର୍ଷରେ ସୁଚାରୁ ରୂପେ ପାଳନ କରିଛନ୍ତି। କାଲି ସୂର୍ଯ୍ୟୋଦୟ କେହି ବା ଦେଖି ନାହାନ୍ତି। ରେଖାଶ୍ରୀ ସାମନ୍ତ ସିଂହାର ବିଗତ ଦିନ ସେ ବିଜେପିରେ ଦାୟିତ୍ୱ ନେଇଥିଲେ ଓ ବିଜେପିର ଉପସଭାପତି ଥିଲେ, ରାଜ୍ୟ ଉପସଭାପତି ଥିଲେ। ପ୍ରତାପ ଷଡ଼ଙ୍ଗୀ ହେଉଛନ୍ତି ନିଆରା ମଣିଷ। ସେ ନୀତି ନିଷ୍ଠାରେ ଏକାନ୍ତ ସତ୍ୟ। କିନ୍ତୁ ରେଖାଶ୍ରୀ ଯେ କାଲି ବିଜେପିରେ ଥିଲେ, ଆଜି ଯାଇକି ବିଜେଡ଼ିରେ କହୁଛନ୍ତି ଯେ ବାଲେଶ୍ୱର ନିର୍ବାଚନ ମଣ୍ଡଳୀରେ ୱିନିଂ କରିକି 5 ବର୍ଷ ତୁଲେଇବେ, ଏହା କେବେ ସମ୍ଭବ ନୁହେଁ। ବିଜେପି ଏଠି ଦଳ ଉପରେ ନିର୍ଭର କରେ। ବାଲେଶ୍ୱର ଲୋକସଭା ଆସନରୁ ନିର୍ଦ୍ୱନ୍ଦ୍ୱରେ ପ୍ରତାପ ଷଡ଼ଙ୍ଗୀ ଜିତିବ ବୋଲି ଆଶା କରାହେଉଛି ଏବଂ ରେଖାଶ୍ରୀ ଯେଉଁ ଆଶା ନେଇକି ବିଜେଡ଼ିରେ ମିଶିଛନ୍ତି ଯେ କାଲି ପୁଣି ଆସି ବିଜେପିରେ ମିଶିବେ, ଏହା କେବେ ସମ୍ଭବ ନୁହେଁ। ଦଳ ଏବଂ ଲୋକମାନେ ଆଜିକି ନରେନ୍ଦ୍ର ମୋଦି ପ୍ରଭାବରେ ପ୍ରତିଦିନ ପ୍ରାୟ କହିବାକୁ ଗଲେ 1% 2% ପ୍ରତିଦିନ ବଢ଼ି ଚାଲିଛି। କଥା ପ୍ରତାପ ଷଡ଼ଙ୍ଗୀ ପାଖରେ କ'ଣ କହିପାରିବୁନି, ଗୋଟେ ଅଲୌକିକ ଶକ୍ତି ଅଛି। ପ୍ରତାପ ଷଡ଼ଙ୍ଗୀ ତା ଜୀବନରେ କେବେ ସେ ହାରି ଶିଖିନାହିଁ। ଦେଖନ୍ତୁ, ଯେତେବେଳେ ସେ ନୀଳଗିରି ନିର୍ବାଚନ ମଣ୍ଡଳୀରେ ଲଢ଼ିଲେ, ଯେତେବେଳେ ଟିକେଟ୍ ହଜିଗଲା, ସେତେବେଳେ ସେ ଟ୍ରଚ୍ ଚିହ୍ନରେ ସ୍ୱାଧୀନରେ କ୍ୟାଣ୍ଡିଡେଟ୍ ହେଇକି ସେ ନୀଳଗିରିର ଜିତିଲେ ଏବଂ ଦ୍ୱିତୀୟ ଥର ସେ MLA ହେଲେ। ସେହିପରି ରେଖାଶ୍ରୀ ଆଜି ଆସି ପୁଣି ବିଦେଶୀ ଆସି ବାଲେଶ୍ୱର ଲୋକସଭା ଆସନରୁ ଯେ MP ଜିତିବ, ଏଟା ବିଶ୍ୱାସ କରାଯାଇପାରୁନି। ଦେଖନ୍ତୁ, ଦଳୀୟ ଯଦି କର୍ମୀ ତାକୁ ସହଯୋଗ କରିଥିଲେ, ଦଳ କାହାକୁ କେତେବେଳେ କେଇଟି ଟିକେଟ୍ ଦେବ ନ ଦେବ ଏଟା ଦଳ ନିଷ୍ପତ୍ତି କରିଥିଲେ। ଦଳ ঊର୍ଦ୍ଧ୍ୱକୁ ଯାଇକି ଯିଏ କାମ କଲା, ଦଳ ତାଙ୍କ ପଛରେ ଯିବନି। ସର୍ବୋପରି ଦଳ ହେଉଛି ପ୍ରଥମ, ତାପରେ ବ୍ୟକ୍ତିବିଶେଷ। ତେଣୁ ପ୍ରତାପ ଷଡ଼ଙ୍ଗୀ ସହିତ ରେଖାଶ୍ରୀ ସାମନ୍ତ ସିଂହାର ସଂଘର୍ଷ କରିବ ଯେ ଏଠି ଭୋଟରେ ଆପଣେଇବ, ଲୋକଙ୍କ ମନରେ ସେଇଟା ଆସୁନାହିଁ।